ହଁ ଭାଇ। ହଁ କୁହନ୍ତୁ ଭାଇ। ଫୋନ୍ କରିଥିଲେ ଯେ ଡିଆଇ ଅଫିସ୍ ଆସ ବୋଲି। ଏଟା ଡିଆଇ ଅଫିସ୍ଟା କୋଉଠି ଆମର? ତମେ ବା ଆଜି ଆପ୍ଲାଏ କରିଥିଲ? ହଁ ବା ଫୋନ୍ କରିଥିଲେ। ଆଜ୍ଞା। ଫୋନ୍ କରିଥିଲେ 5ଟା ବେଳକୁ। ଆଚ୍ଛା କଣ କହିଲେ କଣ ତମକୁ? ଡିଆଇ ଅଫିସ୍ ଆସିକି ଦେଖା କର କହିଲେ ସୋମବାର। ସେ ତମେ ପଚାରିଲନି ତାଙ୍କ ନମ୍ବର ଥିବ ସେଇ ନମ୍ବରରେ ତମେ ପଚାରିଲନି କୋଉଠି ସାର୍ ଡିଆଇ ଅଫିସ୍ ତମ କୋଉ ଜିଲ୍ଲାରେ କହୁଛ କହିଲ ଟିକେ? ଆମର ଏଇ ବୌଦ୍ଧ ଡିଷ୍ଟ୍ରିକ୍ଟ। ବୌଦ୍ଧର ଡିଆଇ ଅଫିସ୍ ପଚାରିଦେଲେନି ସାର୍ ଡିଆଇ ଅଫିସ୍ କୋଉଠି ଅଛି? ତମେ ହଉ। ଆଜି 10ଟା 11ଟା ବେଳେ ତମକୁ ଆପ୍ଲାଏ ହେଲା ଟି? ହଁ। ଓହୋ ଆଚ୍ଛା କାହାର କଣ ପଳେଇ ଆସୁଛି ସାଙ୍ଗେ ସାଙ୍ଗେ ବି ଗୋଟାଏ ଦିନରେ ବି ପଳେଇ ଆପ୍ରୁଭ୍ ହେଇଯାଉଛି। ତମେ କେତେ ଲକ୍ଷ ଆପ୍ଲାଏ କରିଥିଲ? ଏଇ 11ଟା 12ଟା ବେଳକୁ ହବ ବୋଧେ। ନା ତମେ କେତେ ଲକ୍ଷ ଆପ୍ଲାଏ କରିଥିଲ? କଣ କହିଲେ? ତମେ କେତେ ଲକ୍ଷ ଆପ୍ଲାଏ କରିଥିଲ? 10 ଲକ୍ଷ। 10 ଲକ୍ଷ ତମେ ଆଜି ଆପ୍ଲାଏ କରୁ କରୁ ସାଙ୍ଗେ ସାଙ୍ଗେ ପଳେଇ ଆଇଲାଣି ନୁହେଁ? ହଁ। ଆଚ୍ଛା ହଉ ଯାଇକି କଣ କହିଲେ କଣ ଡିଆଇ ଅଫିସ୍ ବାଲା? କିଛି କହିନାହାନ୍ତି ସୋମବାର ଦିନ ଆସିକି ଦେଖା କର ଡିଆଇ ଅଫିସରେ କହିଲେ। ଆଚ୍ଛା ହଉ ଯାଆନ୍ତୁ ଦେଖା କରନ୍ତୁ କଣ କଣ ମାଗୁଛନ୍ତି କଣ କହିଲେ କହିବେ ଆଉ ବୁଝିଲେ। ହଁ ଆପଣ ତାଙ୍କୁ ଯୋଉ ନମ୍ବରରେ ଫୋନ୍ କରିଥିଲେ ହଁ। ତାଙ୍କୁ ଫୋନ୍ କରିବେ ସେଇ ନମ୍ବରରେ ପଚାରିବେ ସାର୍ ଡିଆଇ ଅଫିସଟା କୋଉଠି? ସେ ହୁଁ କହିଦେବେ ଆପଣ ଯାଇକି ଦେଖା କରିବେ ଆମେ ଯୋଉ ଫର୍ମଟା ଦେଇଛୁ ହୁଁ ଭିଡିଓ ରେଜିଷ୍ଟ୍ରେସନକୁ ପ୍ଲସ୍ PMG ଫର୍ମ ବୁଝିଲେ ହୁଁ ହୁଁ ଏଇଟାକୁ ବି ପ୍ରିଣ୍ଟ ଆଉଟ୍ ବାହାର କରିକି ନେଇକି ଯାଇଥିବେ। ହୁଁ। ତାପରେ ଆଉ ଯାହା ମାଗିଲେ ପ୍ରୋଜେକ୍ଟ ହୁଁ ରିପୋର୍ଟ ହେରିକା ମାଗିଲେ କି କଣ ମତେ ଆମକୁ କହିବେ ଆଉ ହେଲା। ସେ ହୁଁ 10 ଲକ୍ଷ ଟଙ୍କାର ପ୍ରୋଜେକ୍ଟ ରିପୋର୍ଟ ବନା ହେଇକି ଦିଆହବ। ତାପରେ ହଉ ହେଲା ହଉ। ସେ ଯୋଉ ଅଗରବତୀ ମେସିନ୍ ହେଲା କି ପେପର ମେସିନ୍ ଯୋଉ ପକେଇଛନ୍ତି ହୁଁ ସେ ମେସିନର ଆମେ ବାହାର କରିକି ପ୍ରୋଜେକ୍ଟ ରିପୋର୍ଟ ବାହାର କରିକି ଆମେ ଆପଣଙ୍କୁ ଦବୁ। ହଉ ହଉ। ବୁଝିପାରୁଛନ୍ତି? ହଉ ହୁଁ ରହିଲି ଆଜ୍ଞା। ଆଜ୍ଞା।